ମହାକାଳପଡ଼ା ବ୍ଲକ୍ ଆସିଥିଲି ବିଡିଓଙ୍କ ପାଖକୁ। ଆମେ 4 ଜଣ ସରପଞ୍ଚ ଆସିଥିଲୁ। ଟିକରପଙ୍ଗା, ବାରଡାଙ୍ଗ ଆଉ ଭାଇସ୍ ଚେୟାରମ୍ୟାନ୍ ମୁଁ। ବ୍ଲକରେ ଉନ୍ନୟନ କାମ ହଉନି। ଯୋଉଠି କାମ କରୁଛୁ ଆମ ବିଲ୍ 6 ମାସ ହେଲାଣି ପଡିକି ଅଛି, ଏପର୍ଯ୍ୟନ୍ତ ବିଲ୍ କରୁନାହାନ୍ତି। ଆମେ ବିଡିଓଙ୍କ ସହିତ କଥା ହବା ଭିତରେ ଆମ ଏମଏଲଏଙ୍କର ଯୋଉମାନେ ପାଖରେ ବୁଲନ୍ତି 8-10 ଜଣ ହଠାତ୍ ବ୍ଲକ ଭିତରକୁ ପଶି ଆସିଥିଲେ। ଆସି ମୋ ମୋବାଇଲ ଫୋବାଇଲ ଭିଡିଓ ବନ୍ଦ କର କହି ପାଟି ମୁଣ୍ଡ କରିଥିଲେ। ମୋ ଭାଇ କି ଧକ୍କା ଫକ୍କା ମାରିଛନ୍ତି। ସେଇ ସମୟରେ ଭିଡିଓ ବାହାରକୁ ପଳେଇଲେ। ମୁଁ ମୋ ମୋବାଇଲ ଧରି ଭିଡିଓ କରୁଥାଏ। ସେମାନେ ବହୁତ ଖରାପ ଭାଷାରେ ଗାଳି ଗୁଲଜ କଲେ। ତମେ ଉତ୍ପାଦ ହଉଛ, ତମ ଗ୍ୟାଙ୍ଗ ରେପ୍ କରିଦବୁ। ଆଉ ଜଣେ କହୁ ତୁ ଭଡାକୁ ଲାଗିକିରି ପଇସା ସରିଗଲା ବୋଲି ତୁ ଏଠିକି ଆସିକି ନାଟକ କରୁଛୁ। ବହୁତ ଖରାପ ଭାଷାରେ ଗାଳି ଗୁଲଜ କରିଥାନ୍ତି। ତାପରେ ମହାକାଳପଡ଼ା ପୋଲିସ ଯାଇ ଆମ ପାଖରେ ପହଞ୍ଚିଲା। ସେ ସେଠି ମତେ ହଠାତ୍ ମାଗିଲେ ଆପଣଙ୍କ ମୋବାଇଲ ଦିଅନ୍ତୁ। ମୁଁ ତାଙ୍କୁ ପଚାରିଥିଲି ମୋ ମୋବାଇଲ ମୁଁ ଆପଣଙ୍କୁ କାହିଁକି ଦେବି? ତାର କୌଣସି ଉତ୍ତର ଦେଇ ନଥିଲେ। ଯେତେବେଳେ ଆମେ ଘରକୁ ଆସିବାକୁ ବାହାରିଥିଲୁ, ଆମ ବାଇକ୍ ଆମକୁ ମୋ ଭାଇକି ମତେ ଅଟକେଇଥିଲେ। କାରଣ ପଚାରିଲେ ବି କାରଣ କିଛି କହିନଥିଲେ। ତାଙ୍କ ଆଗରେ ବି ପିଲା ଆମକୁ ଧକ୍କା ଫକ୍କା ମାରିଛନ୍ତି। ମୋ ବାପାକୁ ବି ମାରିଛନ୍ତି। ଯୋଉମାନେ ବିଜେପିର କର୍ମୀ ମାନେ ଅଛନ୍ତି, ପ୍ରଶାନ୍ତ ସେଠି, ତା ସାଙ୍ଗରେ ଆହୁରି ଆସିଥିଲେ କିଛି ଲୋକ। ରୋହିତ ବୋଲି ଗୋଟେ ପିଲାଟା ଅଛି, ତାଙ୍କୁ ଦେଖିଲେ ସମସ୍ତଙ୍କୁ ଚିହ୍ନି ପାରିବି। ପୋଲିସ କିଛି ରଖିନି। ପୋଲିସ ସାମ୍ନାରେ ମୋ ମୋବାଇଲ ଫୋବାଇଲ ଛଡେଇଛନ୍ତି। ମତେ ପାଖାପାଖି 2-3 ଘଣ୍ଟା ବସେଇଛନ୍ତି। ମୋ ମୋବାଇଲ ଫୋବାଇଲ ବାଟରେ ଯେତେବେଳେ ମୁଁ ଗାଡିରେ ମତେ ଜବରଦସ୍ତି ପୁରେଇକି ନେଲେ, ପୋଲିସ ଗାଡିରେ ମୋ ଭାଇକି ଆଗେ ନେଇଗଲେ। ତାପରେ ମତେ ଟାଣିକି ବସେଇଲେ, ମୋ ମୋବାଇଲ ଛଡେଇଲେ। ମୋ ମୋବାଇଲ ନ ଦବାରୁ ମୋ ପିଠିରେ ବିଧା ମାରିଛନ୍ତି, ମୋ ଚୁଟି ଟାଣିଛନ୍ତି, ମୋ ଛାତିରେ ମତେ ବିଧା ମାରିଲେ। 3 ଜଣ ଲେଡିଜ କନଷ୍ଟେବଳ ଥିଲେ। ଥାନାକୁ ଆସିବା ପରେ ଆଇଆଇସି ବହୁତ ଖରାପ ଭାଷାରେ ଗାଳି ଗୁଲଜ କଲେ। କିନ୍ତୁ ବେଶିଆ କାମ କରୁଛୁ, ଏସା କରୁଛୁ ତେସା କରୁଛୁ। ତାପରେ ମତେ ବୁଝେଇଲେ, ବସି ବିଧାୟକଙ୍କ ପଛରେ କାହିଁ ଲାଗିଛ, ତମେ ସାଙ୍ଗରେ ମିଶିକି କାମ କର। ଯେତେବେଳେ ଆମ ପଞ୍ଚାୟତକୁ ଯେତେବେଳେ ତହସିଲ ଯାଇଥିଲା ଘର ଭାଙ୍ଗିବାକୁ, ସେଠି ମୁଁ ବିରୋଧ କରିଥିଲି। ସାଧାରଣ ଲୋକଙ୍କ ପାଇଁ ଲଢିଥିଲି। ତା ଫଳରେ ମୋ କାମ ଫାମ ବ୍ଲକର ସବୁ ବନ୍ଦ କରିଛନ୍ତି। ମୋ ବିଲ୍ ଫିଲ୍ କରୁନାହାନ୍ତି। ସେଥିପାଇଁ ପଚାରିବାକୁ ଆସିଥିଲି। ମୋ ଛାତିରେ ଯୋଉ ମାରିଛନ୍ତି, ମତେ 10 ମିନିଟ୍ ପୂର୍ବରୁ ପେନ୍ ଷ୍ଟାର୍ଟ ହେଲା। ମୁଁ ସେଠି କହିଲି ମୁଁ ହସ୍ପିଟାଲ ଯିବି, ମୋ ଛାତିରେ ପେନ୍ ହଉଛି। କେହି ଶୁଣିଲେନି। ତାପରେ ମୁଁ ଜବରଦସ୍ତି ଛାତିକି ଧରି ବାହାରକୁ ଦୌଡ଼ିକି ପଳେଇ ଆସିଲି। ମତେ ହସ୍ପିଟାଲ ନେଇଛନ୍ତି। ତାପରେ ମୁଁ ଆଉ ଜାଣିନି। ମୁଁ ଚାହୁଁଛି ମତେ ନ୍ୟାୟ ଦିଆଯାଉ। ଯୋଉମାନେ ମତେ ମାରିବାକୁ ଧମକ ଦେଇଛନ୍ତି, ମତେ ରେପ୍ କରିବାକୁ ଧମକ ଦେଇଛନ୍ତି, ଆଉ ମୋ କାମ ଫାମ ବନ୍ଦ କରିଛନ୍ତି, ଆଉ ଯୋଉ ପୋଲିସ ମହିଳା ମାନେ ମତେ ମାରିଛନ୍ତି, ଆଉ ଯୋଉ ଆଇଆଇସି ମତେ ଖରାପ ଭାଷାରେ ଗାଳିଗୁଲଜ କରିଛନ୍ତି, ମତେ ନ୍ୟାୟ ଦରକାର। ମୁଁ ନ୍ୟାୟ ଚାହୁଁଛି।